ହ୍ୟାଲୋ ଫ୍ରେଣ୍ଡସ୍, ଆଜି ମୋ କବିତାର ଶୀର୍ଷକ ଗଜାନନ। ଭାଦ୍ରବ ମାସର ଚତୁର୍ଥୀ ତିଥିରେ ଭୂମିଷ୍ଠ ହୋଇଲ ତୁମେ, ଗୌରୀ ନନ୍ଦନ ବିଘ୍ନ ନାଶନ ଅଗ୍ର ପୂଜ୍ୟ ତୁମେ। ମାତା କହିଥିଲେ ଦ୍ୱାର ଜଗିଥିବୁ, କାହାକୁ ନ ଦେବୁ ଛାଡ଼ି। ନୀଳକଣ୍ଠ ଆସି ଦ୍ୱାରରେ ଦେଖିଲେ, ଜଗିଛି ଅଣ୍ଟାକୁ ଭିଡ଼ି। ଯୁଦ୍ଧରେ ପରାସ୍ତ ହେଲେ ଯାଇଯିବ, କଦାପି ଛାଡ଼ିବି ନାହିଁ। ଅବୋଧ ବାଳକ ଜମା ବୁଝିଲାନି, ପୀତାମ୍ବର ଥିଲେ ଚାହିଁ। ରାଗି ଯାଇ ଶିବ ସଂଗ୍ରାମେ ମାତିଲେ, ପ୍ରବଳ ସଂଘର୍ଷ ହେଲା। ଶିରଚ୍ଛେଦ କରି ଭିତରେ ପଶିଲେ, ଏମିତି କେମିତି ହେଲା। ସବୁ କଥା ଶୁଣି କାନ୍ଦି କାନ୍ଦି ମାତା ଅଥୟ ବିବ୍ରତ ହେଲେ। ପୁଅକୁ ବଞ୍ଚାଅ ନୟନ ପିତୁଳା, ରହି ନ ପାରିବି ଭଲେ। ଭୋଳା ମହେଶ୍ୱର ହାତୀ ଶୁଣ୍ଢ ଆଣି ଜୀବ ଦାନ ଦେଇଥିଲେ। ଗଣେଶ ଏମିତି ଗଜାନନ ହେଲେ, ସର୍ବାଗ୍ରେ ପୂଜିତ ହେଲେ। ମୂଷିକ ବାହନ ଲଡ଼ୁକୁ ଭୋଜନ, ବିଦ୍ୟାର ସେ ଗନ୍ତାଘର। ବୁଦ୍ଧି ବଳେ ବିଶ୍ୱ ବ୍ରହ୍ମାଣ୍ଡ ବୁଲିଲେ, ବାପା ମା ଯେ ଈଶ୍ୱର। ଭାଇ ଷଡ଼ାନନ ସ୍ୱର୍ଗ ସେନାପତି, ମୟୂର ତାଙ୍କ ବାହନ। ମା ଦଶଭୁଜା ସିଂହ ବାହିନୀ, ବୃଷଭ ଶିବଙ୍କ ବାହନ। ମା ଦଶଭୁଜା ସିଂହ ବାହିନୀ, ବୃଷଭ ଶିବଙ୍କ ବାହନ। ସର୍ପ ଗଳା ପରେ ଭସ୍ମ ଶରୀରେ, ବିଚିତ୍ର ତାଙ୍କ ଜୀବନ। ଶ୍ମଶାନ ଚାରି ସେ ଲୀଳା କରିଥାନ୍ତି, ସତ୍ୟ ଶିବ ସନାତନ। ଶ୍ମଶାନ ଚାରି ସେ ଲୀଳା କରିଥାନ୍ତି, ସତ୍ୟ ଶିବ ସନାତନ। ସତ୍ୟ ଶିବ ସନାତନ। ଥ୍ୟାଙ୍କ ୟୁ।